ନମସ୍କାର ଦର୍ଶକ ବନ୍ଧୁ, ସିନ୍ଦୁରର ଅଧିକାରରେ ଆପଣମାନେ ଦେଖିବାକୁ ପାଇବେ ନାତାଶାଙ୍କର ସତ ଆଜି ମୁକ୍ତିଙ୍କ ସାମ୍ନାକୁ ଆସିଯିବ। ଆଉ ମୁକ୍ତି ନାତାଶାଙ୍କୁ କହିବେ, ତୋ ମୁହଁରେ ମୋ ନାଁ ବି ନେନି, କାହିଁକି ନା ତୁ ମୋ ଭଉଣୀ ନୁହଁ। ଆଉ କହିବେ, ତୁ ମୋ ପାଇଁ କେବଳ ନାତାଶା, କେବଳ ନାତାଶା। ତାପରେ ପୁଣି ମୁକ୍ତି କହିବେ, ମୁଁ ଜାଣିସାରିଛି ଯେ କେବଳ ତୋ ପାଇଁ ହିଁ ମୋ ଛୁଆ ଏ ଦୁନିଆକୁ ଆସିପାରିଲାନି। ଆଉ ମୁଁ ସବୁ କିଛି ଜାଣିସାରିଛି। ତାପରେ ନାତାଶା କହିବେ, ମାହିଁ ତୁ ଏସବୁ କ'ଣ କହିଯାଉଛୁ? ମୋ ପାଇଁ ତୋ ଛୁଆ ମରିଗଲା? ତୋ ମୁଣ୍ଡ ଠିକ୍ ଅଛି ତ? ମୋତେ ଲାଗୁଛି ନିଶ୍ଚୟ କିଏ ଗୋଟେ ମୋ ବିଷୟରେ ମିଛ କଥା କହିଛି। ଆମ ଦୁଇ ଜଣଙ୍କ ଭିତରେ ଫାଟ ସୃଷ୍ଟି କରିବାକୁ ଚାହୁଁଛି। ନିଶ୍ଚୟ ତୋ ମୁଣ୍ଡରେ ଏମିତି ସବୁ କଥା ଭରି ଦେଇଛି। ହେଲେ ସେମିତି କିଛି ବି ନୁହଁ। ତୁ ଏବେ ମୋତେ ଯାହା ବି କିଛି ମୋତେ ବହୁତ ଖରାପ ଲାଗିଲା। ତାପରେ ପୁଣି ନାତାଶା କହିବେ, ମାହିଁ ମୁଁ ତୋଠୁ ଏସବୁ ଜମାରୁ ଆକ୍ସେପ୍ଟ କରିନଥିଲି। ମୁକ୍ତି କହିବେ, ମୁଁ ବି ଆକ୍ସେପ୍ଟ କରିନଥିଲି ଯେ ତୁ ଏମିତି ଛୋଟ କାମ କରିବୁ। ପୁଣି ମୁକ୍ତି କହିବେ, ତୁ ତୋ ଭଉଣୀର ଜୀବନ ନେବାକୁ ଚେଷ୍ଟା କରିଥିଲୁ, ଆଉ ମୋ ଛୁଆକୁ ବି ମାରିଦେଲୁ। ନାଇଁ ମାହିଁ, ମୁଁ ଏମିତି କିଛି ବି କରିନି। ତୁ କାହିଁକି ସେମିତି ଏପଟ ସେପଟ କଥା କହୁଛୁ? ତାପରେ ମୁକ୍ତି କହିବେ, ମୁଁ ଆଜି ପର୍ଯ୍ୟନ୍ତ ସବୁକିଛି ଓଲଟା ହିଁ ବୁଝି ଆସୁଥିଲି, କିନ୍ତୁ ଏବେ ସବୁ କିଛିଟାକୁ ମୋ ଜୀବନଠୁ ଅଧିକ ଭଲ ପାଉଥିଲି। ସେ ତା ଜୀବନରେ ମୋତେ ସବୁଠୁ ବେଶୀ ଘୃଣା କରୁଛି।